हेलो पिला माने केमती अछ समस्ते पिला माने आज आम पढ़ा भारतीय जातीय आंदोलन गांधी जुग कौन पिला माने पढ़ा भारतीय जातीय आंदोलन आ कौन गांधी जुगटा पढ़ा बुझा पड़ला। को पाठटा फास्ट पाठ कौन भारतीय जातीय आंदोलन गांधीजी आविर्भावटा पढ़िया बुझा पड़ला। कौन कौन आविर्भाव आमर इतिहास पृष्ठारे केते जन विशिष्ट व्यक्ति नाम कौन उल्लेख होइछि बुझा पड़ला। ता मध्य के महात्मा गांधी किए तांका मध्य के महात्मा गांधी अन्यतम बुझा पड़ला। कौन में अन्यतम कारण सी कौन जातिर पिता कौन सी जातिर पिता महात्मा गांधी केवल भारत इतिहास नुहे समग्र विश्व पृष्ठ मध्य कौन जननायक भावे कौन परिचित बुझा पड़ला। पूरा विश्व मध्य कौन जननायक। भारतीय जातीय कौन भारत कौन जो राजनीति कौन होता महात्मा गांधी का प्रवेश भारतीय स्वाधीनता संग्राम एक कौन नूतन अध्याय सृष्टि करथिला माने राजनीति कौन से प्रवेश करथिले। पिला माने महात्मा गांधी कौन यंग टाइम रो फोटोटा होचे एइडा बुझा पड़ला। यंग टाइम रो फोटोटा कौन होचे एइडा बुझिले कि नहीं। महात्मा गांधी को पूरा नाम कौन थिला पिला माने मोहनदास करमचंद गांधी तांकर पूरा नाम कौन थिला मोहनदास करमचंद गांधी। से केते 1869 माने 1869 ख्रीष्टाब्द कौन अक्टोबर 2 तारीख कौन जन्मग्रहण करथिले। कौटे जन्मग्रहण करथिले गुजरात रो पोरबंदर रे जन्मग्रहण करथिले बुझा पड़ला। 1882 ख्रीष्टाब्द कौन से क्या विवाह करथिले कस्तूरबा माने तांको स्त्री नाम कौन थिला कस्तूरबा थिला बुझा पड़ला। तापरे कस्तूरबा को समस्ते कौन कस्तूरबा को समस्ते श्रद्धारे कौन डाकुतिले बा बोली कौन संबोधना करथिले बुझा पड़ला। बा बोली कौन संबोधना करथिले। कौन कौन डाकुतिले बा बोली डाकुतिले। गांधीजी समस्त राजनीतिक कार्यकलाप से कौन रोते बुझा पड़ला। माने महात्मा गांधी जेतिक राजनीति करथिले ता मध्य कौन कस्तूरबा रोते बहुत थर मत कौन बंदी होता बुझा पड़ला। तापर कौन है 1818 अक्टोबर रे कौन गांधीजी कौन बारिस्टर पढ़ापी लंडन यात्रा कले। केबे यात्रा कले लंडन सॉरी इंग्लैंड यात्रा कले केबे 1888 कुआड़ यात्रा कले इंग्लैंड यात्रा कले। 1891 जून मासरे कौन कले आईन शिक्षा समाप्ति पर बारिस्टर भावे कौन को जगह आइले राजकोट और बॉम्बे रे आसी कौन व्यवसाय कले बुझा पड़ला। कौड़ी आसी व्यवसाय कले बॉम्बे आसी कौन व्यवसाय कले।
କାହା ସହିତ ବ୍ୟବସାୟ କଲେ? ଦାଦା ଅବଦୁଲ୍ଲା ନାମକ ଜଣେ କ'ଣ ଭାରତୀୟ ମୁସଲିମ ମାନଙ୍କ ସହିତ କ'ଣ ବ୍ୟବସାୟୀଙ୍କ କ'ଣ ଓକିଲ ରୂପେ ଏକ ମକଦ୍ଦମା ଲଢ଼ିବା ପାଇଁ ସେ ଦକ୍ଷିଣ ଆଫ୍ରିକାର ନାଟଲ ନାମକ ଜାଗାକୁ ଯାଇଥିଲେ। ପିଲାମାନେ ଯେଉଁ ଯାହା ମୁଁ ଅଣ୍ଡରଲାଇନ୍ କରୁଛି ମୋଷ୍ଟ ଇମ୍ପୋର୍ଟାଣ୍ଟ, ଏଥିରୁ ହିଁ କ'ଣ କ୍ୱେଶ୍ଚିନ୍ ପଡ଼ୁଛି। ଆମେ ଆଉଥରେ ଦେଖିବା। 1818 ମସିହାରେ କ'ଣ ଗାନ୍ଧିଜୀଙ୍କ ବାରିଷ୍ଟର, ଗାନ୍ଧିଜୀ କ'ଣ ପଢ଼ିଥିଲେ? ବାରିଷ୍ଟର ପଢ଼ିଥିଲେ। କେଉଁଠି ଯାଇକରି? ଇଂଲଣ୍ଡ ଯାଇକରି ବାରିଷ୍ଟର ପଢ଼ିଥିଲେ। 1891 ଜୁନ୍ ମାସରେ କ'ଣ ସେ କ'ଣ ଆଇନ ଶିକ୍ଷା ସମାପ୍ତି କରିଥିଲେ। ବୁଝା ପଡ଼ିଲା। ତାପରେ କ'ଣ କରିଲେ? ସେ ବାରିଷ୍ଟର ଭାବେ କେଉଁଠି ଯାଇଥିଲେ? ରାଜକୋଟ ଆଉ ବମ୍ବେରେ କ'ଣ ଆଇନ ବ୍ୟବସାୟ କରିଥିଲେ। ସେ କେଉଁ ସହରରେ ଆଇନ ବ୍ୟବସାୟ କରିଥିଲେ? ରାଜକୋଟ ଆଉ କେଉଁଟେ? ବମ୍ବେରେ। ବୁଝା ପଡ଼ିଲା। ସେ ଦାଦା ଅବଦୁଲ୍ଲା ନାମକ ଜଣେ କ'ଣ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ସହ ଓକିଲ ରୂପେ ମକଦ୍ଦମା ଲଢ଼ିବା ପାଇଁ କେଉଁଠି ଯାଇଥିଲେ? ଦକ୍ଷିଣ ଆଫ୍ରିକାର କ'ଣ ନାଟଲ ନାମକ ଏକ ଜାଗାକୁ ଯାଇଥିଲେ ବା ସ୍ଥାନକୁ ଯାଇଥିଲେ। ବୁଝା ପଡ଼ିଲା। ନାଟଲ ନାମକ ଜାଗା ଗଲା ପରେ କ'ଣ କ'ଣ ହେଇଥିଲା? ନାଟଲ ନାମକ ଜାଗାକୁ ଗଲା ପରେ କ'ଣ ହେଇଥିଲା? ଶ୍ଵେତାଙ୍ଗ ଇଂରେଜମାନଙ୍କ ବର୍ଣ୍ଣ ବୈଷମ୍ୟ ନୀତି ଯୋଗୁଁ କୃଷ୍ଣାଙ୍ଗ ମାନେ କ'ଣ ଇଂରେଜୀ ମାନେ କ'ଣ ଶ୍ଵେତାଙ୍ଗ ମାନେ ସେ ବେଶୀ ହ୍ୱାଇଟ୍ ଥିଲେ। ବୁଝା ପଡ଼ିଲା। ତାଙ୍କର କ'ଣ ବର୍ଣ୍ଣ ବୈଷମ୍ୟ ମାନେ କଳା ଗୋରା ଅଛି, କଳା ଅଛୁ, ଏମିତି ମଧ୍ୟ କହୁଥିଲେ। ବୁଝା ପଡ଼ିଲା। ବର୍ଣ୍ଣ ବୈଷମ୍ୟ ନୀତି ଯୋଗୁଁ କୃଷ୍ଣାଙ୍ଗ ଆଫ୍ରିକୀୟ ସହ ଦକ୍ଷିଣ ଆଫ୍ରିକାରେ କାମ କରୁଥିଲେ। ବୁଝା ପଡ଼ିଲା। କୃଷ୍ଣାଙ୍ଗ ମାନେ କ'ଣ? କୃଷ୍ଣଙ୍କର ରଙ୍ଗ ଯେଉଁଟା। ବୁଝା ପଡ଼ିଲା। ମାନେ କଳା ଟାଇପ୍ର। ବୁଝା ପଡ଼ିଲା କି ନାହିଁ? ତାପରେ କ'ଣ ହେଲା? ଭାରତୀୟମାନେ ବିଭିନ୍ନ କ'ଣ ଅତ୍ୟାଚାରର କ'ଣ ସମ୍ମୁଖୀନ ହେଉଥିଲେ। ବୁଝା ପଡ଼ିଲା। କ'ଣ କ'ଣ ଅତ୍ୟାଚାର? ସେଠାରେ ଭାରତୀୟମାନଙ୍କର ଭୋଟ ଦାନ ଅଧିକାର ନଥିଲା। କ'ଣ ନଥିଲା? ଭାରତୀୟମାନେ କ'ଣ ଭୋଟ ଦାନ ଅଧିକାର ନଥିଲା। ବୁଝା ପଡ଼ିଲା। ଭୋଟ ଦାନର ଅଧିକାର ନଥିଲା। ସେମାନଙ୍କର ନାମ ପଞ୍ଜୀକରଣ କରି କ'ଣ ଖାଲି କ'ଣ ନାଁ ପଞ୍ଜୀକରଣ କରି ନାମ ପଞ୍ଜୀକରଣ କରି ନିର୍ବାଚନ ପାଇଁ କ'ଣ କର ଦେବାକୁ ପଡ଼ୁଥିଲା। ମାନେ ଇଲେକ୍ସନ୍ ପାଇଁ କ'ଣ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା। ବୁଝା ପଡ଼ିଲା। ମାନେ ଆମେ ଯେମିତି ଭୋଟର ଆଇ କାର୍ଡ଼ରେ ନାଁ ଦେଉଛେ ତ ଆମେ କିଛି ଟ୍ୟାକ୍ସ ଦେବାକୁ ପଡ଼ୁନି, ମାତ୍ର ସେଇ କ'ଣ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା। ବୁଝା ପଡ଼ିଲା। ସେମାନଙ୍କର ବସତି ସ୍ଥାପନ ପାଇଁ ଜିନ୍ନାକର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶର ସ୍ଥାନ ଉଦ୍ଦିଷ୍ଟ କ'ଣ କରାଯାଇଥିଲା। ମାନେ ଯେଉଁଟେ ବେଶୀ ଗନ୍ଧିଆ ଥିବ ବା ବେଶୀ କ'ଣ ଗନ୍ଧିଆ ଥିବ ସେମାନଙ୍କୁ ମାନେ କାହାକୁ? ଭାରତୀୟମାନଙ୍କୁ କ'ଣ ଯେ ଦିଆଯାଉଥିଲା ଜାଗା। ବୁଝା ପଡ଼ିଲା। ଭାରତୀୟମାନେ କ'ଣ ରାତି 9ଟା ପରେ କ'ଣ ଘରୁ ବାହାରକୁ ଯାଇପାରୁନଥିଲେ। ବୁଝା ପଡ଼ିଲା। ରାତି 9ଟା ପରେ କ'ଣ ଘରୁ ବାହାରକୁ ଯାଇପାରୁନଥିଲେ। ଜନସାଧାରଣଙ୍କ ପାଦ ଚଲା ରାସ୍ତା ବ୍ୟବହାର କରିପାରୁନଥିଲେ। ମାନେ କ'ଣ ଯେଉଁ ଜାଗାରେ ଲୋକମାନେ ଯିବା ଆସିବା କରୁଥିଲେ ସେ ରାସ୍ତାରେ ତୁମେ ବ୍ୟବହାର କରିପାରିବ ନାହିଁ। ବୁଝା ପଡ଼ିଲା। ମାନେ ରୋଡ଼ ସାଇଡ଼୍ରେ କ'ଣ ହେଉଛି କ'ଣ ଚାଲି ଚାଲି ଯିବା ପାଇଁ କ'ଣ ଗୋଟେ ଅଲଗା ରାସ୍ତା ଥାଉଛି। ବୁଝା ପଡ଼ିଲା। ସେ ରାସ୍ତା କ'ଣ ବ୍ୟବହାର କରିପାରିବ ନାହିଁ। ବୁଝା ପଡ଼ିଲା କି ନାହିଁ? ମାନେ ସେଇଟାର ନିୟମ ସିନ୍ ଥିଲା। ସେମାନଙ୍କ ରେଳଗାଡ଼ିର ପ୍ରଥମ ବା ଦ୍ୱିତୀୟ ଶ୍ରେଣୀ କୋଠରୀରେ ଯାତ୍ରା କରିପାରିନଥିଲେ। ମାନେ ଫାର୍ଷ୍ଟ କ୍ଲାସ୍ ଆଉ ସେକେଣ୍ଡ କ୍ଲାସ୍ରେ କ'ଣ ଯାତ୍ରା କରିବାକୁ ଭାରତୀୟମାନଙ୍କୁ
କ'ଣ ଯେ ନିବାରଣ ଥିଲା ବା ମନା କରୁଥିଲେ। ସେଠାରେ ବସବାସ କରୁଥିବା ଭାରତୀୟ କ'ଣ ଭାରତୀୟ ବ୍ୟବସାୟୀ, ବଣିକ, ଜାହାଜ ମାଲିକ, ଶ୍ରମିକକୁ ଶ୍ଵେତାଙ୍ଗମାନେ କୁଲି ବୋଲି କହୁଥିଲେ। ମାନେ ଭାରତର ବଡ଼ ବଡ଼ ଧନୀ ଲୋକଙ୍କୁ ମଧ୍ୟ କ'ଣ ଅଂଗ୍ରେଜମାନେ କ'ଣ କହୁଥିଲେ, କୁଲି ବୋଲି କ'ଣ ସମ୍ବୋଧନା କରୁଥିଲେ। ବୁଝା ପଡ଼ିଲା। କ'ଣ କହୁଥିଲେ, କୁଲି ବୋଲି କହୁଥିଲେ। ବୁଝା ପଡ଼ିଲା କି ନାହିଁ? ଏଗୁଡ଼ାକ ମୁଁ ଯେତିକି ଅଣ୍ଡରଲାଇନ୍ କରୁଛି ମୋଷ୍ଟ ଇମ୍ପୋର୍ଟାଣ୍ଟ ଥାଉଛି। ବୁଝା ପଡ଼ିଲା ବୋଲି ସମ୍ବୋଧନା କରୁଥିଲେ। ଆଉ କ'ଣ ନିଚ ଦୃଷ୍ଟିରେ ମଧ୍ୟ ଦେଖୁଥିଲେ। ବୁଝା ପଡ଼ିଲା। ଗାନ୍ଧିଜୀଙ୍କୁ କଚେରୀ ଭିତରେ ପଗଡ଼ି କାଢ଼ିଦେବାକୁ କୁହାଯାଇଥିଲା। ମାନେ କୋର୍ଟ ଭିତରେ, କଚେରୀ ମାନେ କ'ଣ କୋର୍ଟ ଭିତରେ କ'ଣ ପଗଡ଼ି କାଢ଼ିଦେବା ପାଇଁ ମଧ୍ୟ କହୁଥିଲେ। ବୁଝା ପଡ଼ିଲା। ଥରେ ସେ ରାତି 9ଟାରେ ପଦଚାଲା ରାସ୍ତାରେ ଚାଲୁଥିବାରୁ ପୁଲିସ ଆକ୍ରମଣ ଶିକାର ହୋଇଥିଲେ। ମାନେ ରାତି 9ଟା ପରେ ସେ କ'ଣ ପଦଚଲା ରାସ୍ତାରେ ଚାଲୁଥିବାରୁ କ'ଣ ସେ କ'ଣ ଆକ୍ରମଣର ଶିକାର ହୋଇଥିଲେ। କିଏ ତାଙ୍କ ଆକ୍ରମଣ କରିଥିଲା? ପୁଲିସ। ବୁଝା ପଡ଼ିଲା। ସମସ୍ତ ହୋଟେଲ ତାଙ୍କୁ ରହିବାକୁ କୋଠରୀ ଦେବା ପାଇଁ ମନା କରିଦେଇଥିଲେ। କାହାକୁ? ଗାନ୍ଧିଜୀଙ୍କୁ। ବୁଝା ପଡ଼ିଲା। ଦିନେ ସେ ରେଳଗାଡ଼ିରେ କ'ଣ କଲେ? ରେଳଗାଡ଼ିରେ ପ୍ରଥମ ଶ୍ରେଣୀ କୋଠରୀରେ ଯାତ୍ରା କରୁଥିଲେ। ବୁଝା ପଡ଼ିଲା କି ନାହିଁ? ଗୋଟେ ଦିନ କ'ଣ କରୁଥିଲେ? ତାଙ୍କେ ଫାର୍ଷ୍ଟ କ୍ଲାସରେ ସିଟ୍ରେ ଟିକଟ ନେଇକରି ବସିଥିଲେ। ବୁଝା ପଡ଼ିଲା। ତାଙ୍କର ଜଣେ ଶ୍ଵେତାଙ୍ଗ ସହଯାତ୍ରୀଙ୍କ ଅଭିଯୋଗ କ୍ରମେ ଗୋଟିଏ ଷ୍ଟେସନରେ ରେଳଗାଡ଼ିର ଗାର୍ଡ ଓ ପୁଲିସ ଦ୍ୱାରା ତାଙ୍କ ଦେଇ କ'ଣ ଜିନିଷପତ୍ର ବାହାର କରି ଉକ୍ତ ରେଳ କୋଠରୀରୁ କ'ଣ ଠେଲି ବାହାର କରାଯାଇଥିଲା। ବୁଝା ପଡ଼ିଲା। ମାନେ ଫାର୍ଷ୍ଟ କ୍ଲାସ୍ରୁ କ'ଣ ଜଣେ କମ୍ପ୍ଲେନ୍ କଲା କି ଏ ଲୋକ ବସିଛି ବୋଲି, ତାଙ୍କ ଦେଇ କ'ଣ ପୁଲିସ ଆଉ କ'ଣ ଯେ ଟ୍ରେନ୍ର ଗାର୍ଡ଼ ତାଙ୍କ ଦେଇ କ'ଣ ରେଳଗାଡ଼ିର ଗାର୍ଡ଼ ଆଉ କ'ଣ ପୁଲିସ ତାଙ୍କ ଦେଇ କ'ଣ ଠେଲି କ'ଣ ବାହାର କରିଦେଇଥିଲା। ବୁଝା ପଡ଼ିଲା। ଶ୍ଵେତାଙ୍ଗମାନଙ୍କର ବ୍ୟବହାର ଗାନ୍ଧିଜୀଙ୍କ ମନରେ କ'ଣ ବିଦ୍ରୋହ, ବୁଝା ପଡ଼ିଲା, ହୋଇ ଉଠିଥିଲା। ମନରେ ବିଦ୍ରୋହ ହୋଇ ଉଠିଲା ବା କ'ଣ ଗଢ଼ି ଉଠିଲା। ସେଠାରେ ଭାରତୀୟଙ୍କ ମଧ୍ୟରେ ରାଜନୈତିକ ସଚେତନତା ଜାଗ୍ରତ କରିବା ପାଇଁ ଗାନ୍ଧିଜୀ କ'ଣ 1894ରେ କ'ଣ ନାଟଲ ଭାରତୀୟ କଂଗ୍ରେସ ନାମକ ଗୋଟେ କ'ଣ ରାଜନୈତିକ ଅନୁଷ୍ଠାନ ଗଠନ କଲେ। ବୁଝା ପଡ଼ିଲା। କେବେ ଗଠନ କଲେ? 1849ରେ କ'ଣ ନାଟଲ ଭାରତୀୟ କଂଗ୍ରେସ ନାମକ କ'ଣ ଗୋଟେ ଅନୁଷ୍ଠାନ ଗଠନ କଲେ। ବୁଝା ପଡ଼ିଲା। ରାଜନୈତିକ ଅନୁଷ୍ଠାନ ଗଠନ କଲେ ଏବଂ ଶ୍ଵେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ କ'ଣ ଜନସାଧାରଣ କ'ଣ ଅବଗତ କରାଇଲେ। ମାନେ ଅଂଗ୍ରେଜମାନେ ଆମକୁ ଏମିତି ଅତ୍ୟାଚାର କରୁଛନ୍ତି ବୋଲି କ'ଣ ସେ ଜନସାଧାରଣଙ୍କୁ କ'ଣ ମାନେ କହିଲେ। ବୁଝା ପଡ଼ିଲା। ଇଣ୍ଡିଆନ୍ ଓପିନିଅନ୍ ନାମକ ଗୋଟେ କ'ଣ ସମ୍ବାଦ ପତ୍ରିକା ପ୍ରକାଶ କଲେ। ମାନେ କହିକିରି କ'ଣ ଗୋଟେ ସମ୍ବାଦ ପତ୍ରିକା ପ୍ରକାଶ କଲେ। ତା ନାଁ କ'ଣ ଥିଲା? ଇଣ୍ଡିଆନ୍ ଓପିନିଅନ୍। ବୁଝା ପଡ଼ିଲା। କେବେ ଗଠନ କରିଥିଲେ ସେ? 1894 ମସିହାରେ କ'ଣ ନାଟଲ ଭାରତୀୟ କଂଗ୍ରେସ ଗଠନ କରିଥିଲେ ବା କ'ଣ 1894ରେ ଗଠନ କରିଥିଲେ। ବୁଝା ପଡ଼ିଲା। ଇଂରେଜମାନଙ୍କର ବିରୁଦ୍ଧରେ ସଂଗ୍ରାମ କରିବା ନିମନ୍ତେ କିଏ ଗାନ୍ଧିଜୀ ନେତୃତ୍ୱ ନେଲେ। ମାନେ କିଏ ନେତୃତ୍ୱ ନେଇଥିଲେ? ଗାନ୍ଧିଜୀ ନେତୃତ୍ୱ ନେଇଥିଲେ। ବୁଝା ପଡ଼ିଲା। ଏହି ସଂଗ୍ରାମ ସମୟରେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର କ'ଣ ସତ୍ୟାଗ୍ରହର ପ୍ରବର୍ତ୍ତନ କରାଇଲେ। ସେ ସତ୍ୟାଗ୍ରହର ପ୍ରବର୍ତ୍ତନ କେବେ କରାଇଲେ?
ସତ୍ୟାଗ୍ରହର ପ୍ରବର୍ତ୍ତନ କରାଇଥିଲେ। ବୁଝା ପଡ଼ିଲା। 1806 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କରି ପ୍ରତ୍ୟେକ ଭାରତୀୟଙ୍କୁ କ'ଣ ଆଇନ ପ୍ରଣୟନ କରିଥିଲେ? 1806 ମସିହାରେ ଭାରତୀୟମାନେ କ'ଣ ନିଜର ଆଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣପତ୍ରକୁ ସବୁ ସମୟରେ ନିଜ ସହିତ ବହନ କରିବା ବାଧ୍ୟତାମୂଳକ। ମାନେ ନିଜର ଆଙ୍ଗୁଳି ଛାପ ଥିବାର ପ୍ରମାଣପତ୍ରକୁ ନିଜ ସାଥିରେ ନେବାକୁ କ'ଣ ସବୁବେଳେ କ'ଣ ବାଧ୍ୟତାମୂଳକ ଥିଲା। ବୁଝା ପଡ଼ିଲା। ଗାନ୍ଧିଜୀ କ'ଣ କରିଥିଲେ? ଉକ୍ତ ଆଇନକୁ କ'ଣ ବିରୁଦ୍ଧରେ ଆନ୍ଦୋଳନ କରିଥିଲେ। ଗାନ୍ଧିଜୀ କ'ଣ କରିଥିଲେ? ସେ ଆଇନ କ'ଣ ବିରୁଦ୍ଧରେ ଆନ୍ଦୋଳନ କରିଥିଲେ। ବୁଝା ପଡ଼ିଲା। ଏହି ଆନ୍ଦୋଳନରେ ପ୍ରଥମେ ସତ୍ୟାଗ୍ରହ କ'ଣ ହେଇଥିଲା? ପ୍ରଥମେ ସତ୍ୟାଗ୍ରହର ଅସ୍ତ୍ର ପ୍ରୟୋଗ କରିଥିଲେ। ମାନେ କ'ଣ କହିଥିଲେ? ସତ୍ୟ ଆଉ କ'ଣ ଅହିଂସାର କ'ଣ ଗୋଟେ ଅସ୍ତ୍ର କ'ଣ ସେଆକୁ କ'ଣ କହୁଛନ୍ତି? ସତ୍ୟାଗ୍ରହ। ସତ୍ୟାଗ୍ରହ କେଉଁଟା କହୁଛନ୍ତି? ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର। ବୁଝା ପଡ଼ିଲା। ମାନେ ସତ୍ୟ କଥା କହିବା ଆଉ କ'ଣ ଅହିଂସାରେ ହିଁ କାମ କରିବା। ବୁଝା ପଡ଼ିଲା ଏ ନେଇ। ବୁଝା ପଡ଼ିଲା ପିଲାମାନେ। ତାପରେ କ'ଣ ହେଇଥିଲା? 1906 ସେପ୍ଟେମ୍ବର 11 କ'ଣ ହେଇଥିଲା? ଜୋସନବର୍ଗ, ଏ ନାଁଟା ମନେ ରଖ। ଜୋସନବର୍ଗ ଏମ୍ପାୟାର ଥିଏଟରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉପସ୍ଥିତ ଥିବା ଭାରତୀୟମାନେ ଏହି କଳା ଆଇନକୁ କ'ଣ ଅମାନ୍ୟ କରିବା ପାଇଁ ଦୃଢ଼ ସମ୍ପର୍କ ନେଲେ। ବୁଝା ପଡ଼ିଲା। କେଉଁ ଆଇନ କି? ଏ ଯେଉଁ ଆଙ୍ଗୁଳି ଛପା ପଞ୍ଜୀକୃତ ପ୍ରମାଣ କ'ଣ ସବୁବେଳେ କ'ଣ ପାଖରେ ରଖିବା ଆଇନଟାକୁ। ବୁଝା ପଡ଼ିଲା। କେଉଁଠି? ଜୋସନବର୍ଗରେ। କେବେ? 1906 ସେପ୍ଟେମ୍ବର 11 ମସିହାରେ। ବୁଝା ପଡ଼ିଲା। ଏଇଟା ମଧ୍ୟ ଇମ୍ପୋର୍ଟାଣ୍ଟ ଅଛି। ବୁଝା ପଡ଼ିଲା ଏ ନାହିଁ। ତାପରେ କ'ଣ ପଢ଼ିବା? ସରକାର ଅନେକ ଆନ୍ଦୋଳନକାରୀକୁ ବନ୍ଦୀ କରିଥିଲେ। ଯେଉଁମାନେ ଆନ୍ଦୋଳନ କ'ଣ କରିଥିଲେ? କ'ଣ ଯେଉଁ ଆଙ୍ଗୁଳି ଛପା ଆଇନଟାକୁ ଯେଉଁମାନେ ବିରୁଦ୍ଧ କ'ଣ କଳା ଆଇନ ବୋଲି କହିକିରି ଯାହାକୁ କ'ଣ ଅମାନ୍ୟ କରିଥିଲେ ସେମାନଙ୍କୁ କ'ଣ କରିଥିଲେ? ସରକାର କ'ଣ କଲା? ସେଇଟା ସରକାର କ'ଣ କରିଥିଲା? ବନ୍ଦୀ କରିଥିଲା। ବୁଝା ପଡ଼ିଲା। ଗାନ୍ଧିଜୀଙ୍କୁ କେଉଁଠି ରଖାଯାଇଥିଲା? ଗାନ୍ଧିଜୀଙ୍କୁ ଜୋସନବର୍ଗ କାରାଗାରରେ କ'ଣ ରଖିଥିଲେ? ବନ୍ଦୀ କରି ରଖାଯାଇଥିଲା। ବୁଝା ପଡ଼ିଲା। କେଉଁଠି? ଜୋସନବର୍ଗ କାରାଗାରରେ କ'ଣ କରାଯାଇଥିଲା? ବନ୍ଦୀ କରି ରଖାଯାଇଥିଲା। ଏହି ଅହିଂସା ଆନ୍ଦୋଳନ ବିରୁଦ୍ଧରେ ସରକାରଙ୍କ କ'ଣ ଥିଲା? ଦମନମୂଳକ ନୀତି ଥିଲା। ବୁଝା ପଡ଼ିଲା। ଏଇଟା କ'ଣ କଲେ? ଅଧିକ ସଂଖ୍ୟକ ଭାରତୀୟଙ୍କୁ ଆଇନ ଅମାନ୍ୟ ପାଇଁ କ'ଣ ପ୍ରରୋଚିତ ହେଇଥିଲା। ଏ ଯେଉଁ ଆଇନଟାକୁ ଯେତେବେଳେ ଗାନ୍ଧିଜୀଙ୍କୁ କ'ଣ ଜୋସନବର୍ଗରେ କ'ଣ କାରାଗାରରେ କ'ଣ ବନ୍ଦୀ କରି ରଖାଯାଇଥିଲା, ମାନେ କ'ଣ ଗାନ୍ଧିଜୀଙ୍କୁ କ'ଣ ଯେତେବେଳେ କ'ଣ ଜେଲ୍ ପଠାଯାଇଥିଲା, ଏହା କ'ଣ ଗୋଟେ ଥିଲା? ଅହିଂସା ଆନ୍ଦୋଳନ ଥିଲା। ବୁଝା ପଡ଼ିଲା। ଆଇରେ କିଛି ହିଂସା ହେଇନଥିଲା। ସରକାରକୁ କ'ଣ ଦମନମୂଳକ ନୀତି, ଏ ଯେଉଁ ନୀତିରେ କ'ଣ ଅଧିକ ଲୋକକୁ କ'ଣ ପସନ୍ଦ ଆଇଥିଲା। ବୁଝା ପଡ଼ିଲା। କ'ଣ ହେଇଥିଲା? ଭାରତୀୟଙ୍କୁ କ'ଣ ଆଇନ ଅମାନ୍ୟ ପାଇଁ କ'ଣ ପ୍ରରୋଚିତ କଲା, ମାନେ କ'ଣ ପ୍ରେରଣା ଦେଲା। ବୁଝା ପଡ଼ିଲା। ଗାନ୍ଧିଜୀଙ୍କ ସତ୍ୟାଗ୍ରହ ନୀତି, ଗାନ୍ଧିଜୀ କ'ଣ କଲା? ସତ୍ୟାଗ୍ରହ ନୀତି ସଫଳ ହେଲା। ବୁଝା ପଡ଼ିଲା। ତାଙ୍କ ଯେଉଁ କ'ଣ ସତ୍ୟ ଆଗ୍ରହ ବା ସତ୍ୟ ଆଉ କ'ଣ ଅହିଂସା ଉପରେ ଯେଉଁ କ'ଣ ନୂତନ ଅସ୍ତ୍ର ଥିଲା ସତ୍ୟାଗ୍ରହ, ସେଇଟା କ'ଣ ସଫଳ ହେଲା ବୋଲି ସମସ୍ତେ କହିଲେ। ବୁଝା ପଡ଼ିଲା। ଇତିମଧ୍ୟରେ ସରକାରଙ୍କ ଦ୍ୱାରା ଭାରତୀୟମାନଙ୍କ ଉଦ୍ଦେଶ୍ୟରେ ପ୍ରଣୀତ ଦେଶାନ୍ତର ଗମନ ନିର୍ଦ୍ଦେଶ କ'ଣ ହେଲା? ସରକାରଙ୍କ ଦ୍ୱାରା
ଭାରତୀୟମାନଙ୍କର ଉଦ୍ଦେଶ୍ୟରେ କ'ଣ କ'ଣ ହେଇଥିଲା ପ୍ରଣୀତ ଦେଶାନ୍ତର ଗମନ ନିଷେଧ ଆଇନ ବିରୁଦ୍ଧରେ ଅନେକ ଭାରତୀୟ 1908 କ'ଣ ଅଗଷ୍ଟରେ ନାଟଲ ସୀମା ପାର ହୋଇ ଟ୍ରାନ୍ସଭାଲ ଗମନ କଲେ। ଆଉ କ'ଣ ତାପରେ କ'ଣ ହେଲା ଗିରଫ ହେଲେ। ମାନେ କ'ଣ ଦେଶାନ୍ତର ଗମନ ମାନେ ଏ ଦେଶରୁ ସେ ଦେଶ କ'ଣ ଯାଇପାରିବ ନାହିଁ। ବୁଝା ପଡ଼ିଲା। କ'ଣ କହିଥିଲା ଗଭର୍ଣ୍ଣମେଣ୍ଟ ସେଇଠିର ତୁମେ ଏ ଦେଶରୁ ସେ ଦେଶ ଯାଇପାରିବ ନାହିଁ। ଆଉ ତ ସେଇଟାକୁ କିଏ ଭାରତୀୟମାନେ ଭାରତୀୟମାନଙ୍କୁ କୁହାଯାଇଥିଲେ କ'ଣ ତୁମେ ଯାଇପାରିବ ନାହିଁ। ମାତ୍ର କ'ଣ ହେଇଥିଲା ଆଫ୍ରିକାରୁ କ'ଣ ହେଇଥିଲା 1908 ଅଗଷ୍ଟରେ କ'ଣ ହେଇଥିଲା ନାଟଲ ସୀମା ମାନେ ଆଫ୍ରିକାରୁ କହୁଛି ନାଟଲ ସୀମାରୁ କେଉଁଠି ଟ୍ରାନ୍ସଭାଲ କ'ଣ ଲୋକମାନେ କ'ଣ ଯାଇଥିଲେ। ବୁଝା ପଡ଼ିଲା। ଏବଂ କ'ଣ ଗିରଫ ମଧ୍ୟ ହୋଇଥିଲେ। ବୁଝା ପଡ଼ିଲା କି ନାହିଁ। ସେଇ ବର୍ଷ ଅକ୍ଟୋବରରେ ମାନେ ସେଇ ବର୍ଷ ମାନେ କ'ଣ 1908 ମସିହା କ'ଣ ଅକ୍ଟୋବରରେ କ'ଣ ଗାନ୍ଧିଜୀଙ୍କୁ ମଧ୍ୟ କ'ଣ ଗିରଫ କରାଯାଇଥିଲା। ବୁଝା ପଡ଼ିଲା। ଆନ୍ଦୋଳନ ପ୍ରଶମିତ ମାନେ କ'ଣ କମ୍ ହେବା ପରିବର୍ତ୍ତେ ଅଧିକ ଲୋକ ତାହିଁ କ'ଣ ଭାଗ ନେଇଥିଲେ। ବୁଝା ପଡ଼ିଲା। ତାପରେ କ'ଣ ହେଲା 1903 ମାର୍ଚ୍ଚ 14 ତାରିଖରେ କ'ଣ ଦକ୍ଷିଣ ଆଫ୍ରିକା ଉଚ୍ଚତମ ନ୍ୟାୟାଳୟର ଏକ ନିର୍ଦ୍ଦିଷ୍ଟ କ୍ରମେ ମାନେ ସେଇଟା ଅଧିକ ହେଇଥିଲା। ବୁଝା ପଡ଼ିଲା। ତାର କ'ଣ 5 ବର୍ଷ ପରେ କ'ଣ ହେଇଥିଲା 1913 ମସିହାରେ ମାର୍ଚ୍ଚ 14 ତାରିଖରେ କ'ଣ ହେଇଥିଲା ଦକ୍ଷିଣ ଆଫ୍ରିକା କ'ଣ ଉଚ୍ଚତମ ନ୍ୟାୟାଳୟର ଏକ ନିର୍ଦ୍ଦିଷ୍ଟ କ୍ରମେ ମାନେ କ'ଣ ନିଷ୍ପତ୍ତି କ୍ରମେ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ସମ୍ପାଦିତ ହୋଇ ନଥିବା ପଞ୍ଜୀକରଣ ନ ହୋଇଥିବା ଭାରତୀୟମାନଙ୍କର ବିବାହ ସ୍ୱୀକୃତି କ'ଣ ପ୍ରତ୍ୟାହାର ହେଲା। ମାନେ କ'ଣ ଦକ୍ଷିଣ ଆଫ୍ରିକାରେ କ'ଣ ହେଇଥିଲା ଦକ୍ଷିଣ ଆଫ୍ରିକା ଉଚ୍ଚତମ ନ୍ୟାୟାଳୟ କ'ଣ କହିଲା ବା କ'ଣ ହାଇକୋର୍ଟ କ'ଣ କହିଲା ଯେଉଁମାନେ ଖ୍ରୀଷ୍ଟିଆନ ମାନଙ୍କ ରୀତିନୀତି ଅନୁସାରେ ଯେଉଁମାନେ ବାହାଘର ମାନେ ପଞ୍ଜୀକରଣ ହେଇନି ବା ରେଜିଷ୍ଟର ହେଇନି ସେମାନଙ୍କର ବିବାହର ସ୍ୱୀକୃତି ମାନେ ଯେଉଁ ଲାଇସେନ୍ସ ଥିଲା ସେଇଟା କ'ଣ କ୍ୟାନସଲ୍ କରାଯାଇଥିଲା। ବୁଝା ପଡ଼ିଲା। ଏହି ବିରୁଦ୍ଧରେ ସଂଗଠିତ ଆନ୍ଦୋଳନ ଦକ୍ଷିଣ ଆଫ୍ରିକାରେ କ'ଣ କହିଲା ସିଏ ଦକ୍ଷିଣ ଆଫ୍ରିକାରେ ମାନେ ଏ ଯେଉଁ ଆନ୍ଦୋଳନଟା କ'ଣ ଥିଲା ଗାନ୍ଧିଜୀଙ୍କ କ'ଣ ଥିଲା ଶେଷ ଆନ୍ଦୋଳନ ଥିଲା। କେଉଁଠି ଗାନ୍ଧିଜୀଙ୍କ କ'ଣ ଲିଡରସିପ୍ରେ ବା କ'ଣ ନେତୃତ୍ୱାଧୀନରେ କ'ଣ ଦକ୍ଷିଣ ଆଫ୍ରିକା ଶେଷ ଆନ୍ଦୋଳନ ଥିଲା ବୋଲି କ'ଣ କୁହାଗଲା। ବୁଝା ପଡ଼ିଲା। ଗାନ୍ଧିଜୀଙ୍କ ନୂତନ ତାପରେ କ'ଣ ପଢ଼ିଆ ଗାନ୍ଧିଜୀଙ୍କ ନୂତନ ସଂଗ୍ରାମ ନିକଟରେ ଇଂରେଜ ସରକାର କ'ଣ ହାର ମାନିଥିଲେ। ଗାନ୍ଧିଜୀଙ୍କ କ'ଣ ସଂଗ୍ରାମ ନିକଟରେ କ'ଣ କରିଥିଲେ ଇଂରେଜ ସରକାର କ'ଣ ମାରିଥିଲେ ହାର ମାନିଥିଲେ। ବୁଝା ପଡ଼ିଲା। ଏବଂ କେତେକ ଅପମାନଜନକ ଆଇନ ପ୍ରତ୍ୟାହାର କରିଥିଲେ ମାନେ ବହୁତ ସାରା ନିୟମ କ'ଣ ତାଙ୍କେ ନେଇଯାଇଥିଲେ ମାନେ କ'ଣ ସବୁ କ'ଣ ନିୟମ ସବୁ କ୍ୟାନସଲ୍ କରିଥିଲେ। ବୁଝା ପଡ଼ିଲା। କ'ଣ ବାଧ୍ୟ ହେଲେ କ୍ୟାନସଲ୍ କରିବା କ'ଣ ହେଲେ ବାଧ୍ୟ ହେଲେ। ବୁଝା ପଡ଼ିଲା କି ନାହିଁ। ସେ ସମୟରେ ଦକ୍ଷିଣ ଆଫ୍ରିକାର ଶାସନର ମୁଖ୍ୟ କ'ଣ କିଏ ଥିଲେ ଗାନ୍ଧିଜୀ ଥିଲା ଟାଇମ୍ରେ ଶାସନର ମୁଖ୍ୟ କିଏ ଥିଲେ ଜେନେରାଲ ସ୍ପର୍ସ। ବୁଝା ପଡ଼ିଲା। ଜେନେରାଲ କ'ଣ ଥିଲେ ସ୍ପର୍ସ ଥିଲେ। ଏଇଟା ଇମ୍ପୋର୍ଟାଣ୍ଟ। ବୁଝା ପଡ଼ିଲା କି ନାହିଁ। ବୁଝା ପଡ଼ିଲା ପିଲାମାନେ। ଆ ପରଠୁ କ'ଣ ପଢ଼ିବା ଆମେ ନା ଏତିକି ପଢ଼ିବା ତାପରେ ଚମ୍ପାରଣ ଆନ୍ଦୋଳନ ଦେଖିବା। ବୁଝା ପଡ଼ିଲା। ତାପରେ କ'ଣ ହେଇଥିଲା 1915 ମସିହାରେ କ'ଣ ହେଇଥିଲା ଜାନୁଆରୀ 9 1915 କ'ଣ ଜାନୁଆରୀ 9 ତାରିଖରେ କ'ଣ ହେଇଥିଲା ଗାନ୍ଧିଜୀ ଭାରତକୁ କ'ଣ ଫେରିଥିଲେ ମାନେ ଗାନ୍ଧିଜୀ ଭାରତକୁ ଆସିଥିଲେ। ଗାନ୍ଧିଜୀ ଗୋପାଳକୃଷ୍ଣ ଗୋଖଲେଙ୍କୁ ତାଙ୍କର ରାଜନୈତିକ ଗୁରୁ ଭାବେ କ'ଣ ଗ୍ରହଣ କରିଥିଲେ। କାହାକୁ ରାଜନୈତିକ ଗୁରୁ ଭାବେ ଗ୍ରହଣ କରିଥିଲେ ଗୋପାଳକୃଷ୍ଣ ଗୋଖଲେକୁ। ବୁଝା ପଡ଼ିଲା। ଗୋଖଲେଙ୍କ ଉପଦେଶ ଅନୁଯାୟୀ ଗାନ୍ଧିଜୀ 1 ବର୍ଷ କାଳ ରାଜନୀତିରୁ କ'ଣ ଦୂରେଇ ରହିଥିଲେ।
ପିଲାମାନେ ଏଇଟା ମୋତେ ପଚାରୁଛି, ଗାନ୍ଧିଜୀ କାହାର ପରାମର୍ଶ କ୍ରମେ ଗୋଟେ ବର୍ଷ ରାଜନୀତିରୁ କ'ଣ ଦୂରେଇ ଯାଇଥିଲେ? କହିଲେ କ'ଣ ଲେଖିବ? ଗୋପାଳ କୃଷ୍ଣ ଗୋଖଲେ। ବୁଝା ପଡ଼ିଲା? ସେହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନ କ'ଣ ଭ୍ରମଣ ମଧ୍ୟ କରିଥିଲେ। ଲୋକମାନଙ୍କ ରାଜନୈତିକ ମନୋଭାବ ଲକ୍ଷ୍ୟ କରିଥିଲେ, ମାନେ ଲୋକମାନେ କେଉଁ ଟାଇପ୍ର ରାଜନୈତିକ ମନୋଭାବ ରଖୁଛନ୍ତି ସେୟା କ'ଣ ମଧ୍ୟ ଲକ୍ଷ୍ୟ କରିଥିଲେ। ବୁଝା ପଡ଼ିଲା? ଦକ୍ଷିଣ ଆଫ୍ରିକାରେ ତାଙ୍କର ମହାନ ନୀତି, ଦକ୍ଷିଣ ଆଫ୍ରିକା ତାଙ୍କର ଯେଉଁ କ'ଣ ଥିଲା ମହାନ ନୀତି ଥିଲା ବା କ'ଣ ଅହିଂସା ଓ ସତ୍ୟାଗ୍ରହ ଥିଲା। ସତ୍ୟ ଓ ଅହିଂସାର ଯେଉଁ ଆଗ୍ରହ କ'ଣ ସତ୍ୟାଗ୍ରହ ଥିଲା, ଯୋଉ କିଏ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ତାକୁ କ'ଣ ମହାତ୍ମା ଆଖ୍ୟା ଦେଇଥିଲେ। ବୁଝା ପଡ଼ିଲା? ମହାତ୍ମା ଆଖ୍ୟା କିଏ ଦେଇଥିଲେ? ରବୀନ୍ଦ୍ରନାଥ ଟାଗୋର ମାନେ ଠାକୁର। ବୁଝା ପଡ଼ିଲା? 1916 ଖ୍ରୀଷ୍ଟାବ୍ଦରେ ଅହମ୍ମଦାବାଦ ଠାରେ ସାବରମତୀ ନଦୀ କୂଳରେ ଏକ ସେ କ'ଣ ଆଶ୍ରମ ପ୍ରତିଷ୍ଠା କରିଥିଲେ। କେବେ ଆଶ୍ରମ ପ୍ରତିଷ୍ଠା କରିଥିଲେ? 1916 ମସିହାରେ। କିଏ? ମହାତ୍ମା ଗାନ୍ଧୀ। କେବେ? 1916 ମସିହାରେ। କେଉଁଠାରେ? ଅହମ୍ମଦାବାଦ ଠାରେ। କେଉଁ ନଦୀ କୂଳରେ? ସାବରମତୀ ନଦୀ କୂଳରେ। କ'ଣ କରିଥିଲେ? ଆଶ୍ରମ ପ୍ରତିଷ୍ଠା କରିଥିଲେ। ପିଲାମାନେ ଏଇଟା ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା। ଏଗୁଡ଼ା କ'ଣ କୋଶ୍ଚିନ୍ରେ ପଡ଼ୁଛି, ମାନେ କୋଶ୍ଚିନ୍ ପଡ଼ୁଛି। କରି ସେ ଦେଶବାସୀଙ୍କୁ କ'ଣ ସତ୍ୟ ଅହିଂସା କ'ଣ ନିଷ୍ଠାର କ'ଣ ନିର୍ଭୀକତାର ପଥ ପ୍ରଦର୍ଶନ କରିଥିଲେ। ବୁଝା ପଡ଼ିଲା? ଗାନ୍ଧିଜୀଙ୍କ ମତରେ କ'ଣ ଥିଲା? ସତ୍ୟାଗ୍ରହର ଅର୍ଥ ବିରୁତା ନୁହେଁ। ତାଙ୍କର ଅର୍ଥ କ'ଣ ଥିଲା? ସତ୍ୟାଗ୍ରହର ଅର୍ଥ କ'ଣ? ବିରୁତା ନୁହେଁ। ସତ୍ୟାଗ୍ରହ ହେଉଛି କ'ଣ? ସତ୍ୟ ପ୍ରତି ଆଗ୍ରହ। ବୁଝା ପଡ଼ିଲା? ସତ୍ୟାଗ୍ରହ ମିନିଂ କ'ଣ? ସତ୍ୟ ପ୍ରତି କ'ଣ ଆଗ୍ରହ। ବୁଝା ପଡ଼ିଲା? ଓ ଏକ କ'ଣ ଶାନ୍ତିପୂର୍ଣ୍ଣ କ'ଣ ଆନ୍ଦୋଳନ। କ'ଣ ଗୋଟେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ବୁଝା ପଡ଼ିଲା? 1917ରେ ଇଂରେଜ ଉପନିବେଶ ଗୁଡ଼ିକ ମାନେ ଇଂରେଜ ଉପନିବେଶ ମାନେ କ'ଣ? ଇଂରେଜମାନଙ୍କର ଉପନିବେଶ ମାନେ ଆଗେ ଯେମିତି ଥିଲା କ'ଣ ଇଂରେଜ ଉପନିବେଶ କ'ଣ ଥିଲା? ଭାରତ ଥିଲା, ଭୁଟାନ ଥିଲା, ନେପାଳ ଥିଲା, ଏମିତି ସବୁ ଅଲଗା ଅଲଗା ଯେମିତି ଥିଲା। ବୁଝା ପଡ଼ିଲା? ଯେମିତି ପାକିସ୍ତାନ ସବୁ ଜାଗା କ'ଣ ଅଲଗା ଅଲଗା ଦେଶ ଯେମିତି ତାଙ୍କର ଥିଲା। ବୁଝା ପଡ଼ିଲା? ମାନେ କ'ଣ ତାଙ୍କ ଅକ୍ତିଆର କରିକିରି ରଖିଥିଲେ। ବୁଝା ପଡ଼ିଲା? ଭାରତୀୟମାନଙ୍କ ନିଯୁକ୍ତିକୁ କ'ଣ ବନ୍ଦ ନ କଲେ 1917ରେ କ'ଣ କହିଥିଲେ? ଅଂଗ୍ରେଜ ଉପନିବେଶ ଗୁଡ଼ିକ ପାଇଁ ଭାରତୀୟମାନଙ୍କ ନିଯୁକ୍ତି ବନ୍ଦ ନ କଲେ ସରକାରଙ୍କ ବିରୁଦ୍ଧରେ ସତ୍ୟାଗ୍ରହ ଆରମ୍ଭ ପାଇଁ କିଏ ଦେଇଥିଲେ ଧମକ? ଗାନ୍ଧିଜୀ। ବୁଝା ପଡ଼ିଲା? ହେଲେ ଭାରତୀୟମାନଙ୍କୁ ନେଇ କ'ଣ ଅଲଗା ଅଲଗା ଜାଗାରେ ଅଂଗ୍ରେଜମାନେ କ'ଣ କରୁଥିଲେ? କ'ଣ କାମରେ ରଖିଦେଉଥିଲେ। ବୁଝା ପଡ଼ିଲା? ଗାନ୍ଧିଜୀ କ'ଣ କଲେ? ସେମାନେ ନିଯୁକ୍ତି କ'ଣ ପ୍ରତ୍ୟାହାର କର ବା ବନ୍ଦ କର, ନହେଲେ ଆମେ କ'ଣ ସତ୍ୟାଗ୍ରହ ଆନ୍ଦୋଳନ କରିବୁ। ବୁଝା ପଡ଼ିଲା? ଏହି ନିଯୁକ୍ତି ବନ୍ଦ କରିବା କ'ଣ ସଫଳ ହୋଇଥିଲେ। ନିଯୁକ୍ତି କ'ଣ ସବୁଯାକ କ'ଣ ବନ୍ଦ ମଧ୍ୟ ହୋଇଯାଇଥିଲା। ବୁଝା ପଡ଼ିଲା? ପ୍ରାରମ୍ଭିକ ସ୍ତରରେ ଭାରତରେ ତାଙ୍କ ଦ୍ୱାରା ସଂଗଠିତ କେତେକ ଆନ୍ଦୋଳନ ସଫଳତା ମଧ୍ୟ ହୋଇଥିଲା। ବୁଝା ପଡ଼ିଲା? ତାଙ୍କେ କେଉଁ ଆନ୍ଦୋଳନ କରିଥିଲେ ଯେଉଁଟା ସଫଳତା ହୋଇଥିଲା ସେୟା ମଧ୍ୟ ଗୋଟେ ପଡ଼ିଆ। ବୁଝା ପଡ଼ିଲା? ଆମେ ଚମ୍ପାରଣ ଆନ୍ଦୋଳନଠୁ କ'ଣ ଷ୍ଟାର୍ଟ କରିବା। ବୁଝା ପଡ଼ିଲା? ଏଇ ନାଇଁ ଓକେ ଓକେ ପିଲାମାନେ ବାଏ ବାଏ ପିଲାମାନେ। ନେକ୍ସଟ କ୍ଲାସରେ କ'ଣ ଦେଖିବା? ଚମ୍ପାରଣ ଆନ୍ଦୋଳନ ହେଲା। ଓକେ ପିଲାମାନେ, ତୁମମାନଙ୍କୁ କ'ଣ କ'ଣ ଡାଉଟ୍ ଥିଲେ କମେଣ୍ଟ କର, ଆମେ ସେଗୁଡ଼ା କ'ଣ ସଲ୍ଭ କରିବା। ବୁଝା ପଡ଼ିଲା? ଓକେ ବାଏ।